ଆଜି ଘର ନିଲାମର ଦିନ। ଲିଟୁ ଆସି କହି ଉଠିଲା, ବାବା ଘରଟାକୁ ବନ୍ଧକ ରଖି ମୋତେ ଆଉ 26 ଲକ୍ଷ ଟଙ୍କା ଦିଅ, ମୁଁ ସେଠି ସେଟେଲ୍ ହେଲା ପରେ ସୁଝିଦେବିନି। ହେଲେ ରାମବାବୁ ତାଙ୍କର ସ୍ୱପ୍ନର ଘରକୁ ବନ୍ଧା ରଖିବାକୁ ଚାହୁଁନଥିଲେ। ମାତ୍ର ସୁଜାତା ଦେବୀଙ୍କ ଜିଦି ଓ ଗୋଟିଏ ମାତ୍ର ପୁଅର ସ୍ୱପ୍ନ ଆଗରେ ତାଙ୍କ ସ୍ୱପ୍ନର ମୂଲ୍ୟ କିଛି ନଥିଲା। ଲିଟୁ କାନାଡ଼ା ଗଲା ଯେ ଆସି 8 ବର୍ଷ ହେଲାଣି ଫେରିନି। ଆଜି ଘର ନିଲାମର ଦିନ। ସମ୍ପୂର୍ଣ୍ଣ କାହିଁଟି କ'ଣ ଆସନ୍ତୁ ଶୁଣିବା। ଫାଲ୍ଗୁନ ମାସ ସନ୍ଧ୍ୟା। ରାମବାବୁ ଛାତ ଉପରେ ଏକ ଚେୟାର ଉପରେ ବସି ପିଲାମାନଙ୍କୁ ପାଠ ପଢ଼ାଉଥାନ୍ତି। ଶିକ୍ଷକତାରୁ ଅବସର ନେବା ପରେ ଏହି ପିଲାମାନଙ୍କୁ ପାଠ ପଢ଼େଇ ଓ ଘର ପାଇଁ କାମ କରି ସମୟ କାଟୁଛନ୍ତି। ଚାହା କପ୍ଟି ଧରି ସୁଜାତା ଦେବୀ ମାନେ ରାମବାବୁଙ୍କ ପତ୍ନୀ ପହଞ୍ଚିଲେ। ହସ ହସ ମୁହଁରେ ଚାହା କପ୍ଟି ବଢ଼େଇ ଦେଇ ପିଲାଙ୍କ ପାଇଁ ଆଣିଥିବା ବିସ୍କୁଟ ଦେବାକୁ ଲାଗିଲେ। ଆଉ କହି ଉଠିଲେ, ଆଜି ରାଣୀ ଆସିନି କି? ରାମବାବୁଙ୍କ ପାଟିରୁ କଥା ନ ସରୁଣୁ ରାଣୀ ପଛପଟୁ ଆସି ସୁଜାତା ଦେବୀଙ୍କୁ କୁଣ୍ଢେଇ ଧରି କହି ଉଠେ, ମା ମା ଡେରି ହୋଇଗଲା। ସାର୍ ଏଇନେ ମୋତେ ଆଣ୍ଠେଇ ଦେବେ ଆଉ ବେତରେ ବାଡ଼େଇବେ। ରାମବାବୁଙ୍କ ବେତକୁ ସୁଜାତା ଦେବୀ ନେଇ ଆସି କହିଲେ, ଏଇ ଦେଖ ମୋ ହାତରେ, ଆଉ ତତେ କିଏ ମାରିବ? ରାମବାବୁ ଆକଟ କରି କହୁଥାନ୍ତି, ବୁଝିଲ ତୁମର ଏଇ ସ୍ନେହ ପାଇଁ ସେ ବହୁତ ଚଗଲା ହୋଇଗଲାଣି। ପ୍ରତ୍ୟେକ ଦିନ ଡେରିରେ ଆସୁଛି। ଯଦି ଭଲ ନ ପଡ଼େ। ଏସବୁ ପ୍ରତ୍ୟେକ ସନ୍ଧ୍ୟାରେ ରାମବାବୁ, ସୁଜାତା ଦେବୀ ଓ ସୁଜାତାର ପୁରୁଣା କଥା। ରାମବାବୁ ଓଳପୁର ଅଧିବାସୀ। ବାପା ମା ଚାଲିଗଲା ପରେ ଆସି ଏଇ ଚିକିଟିରେ ଘରଟିଏ କରି ରହି ଆସୁଛନ୍ତି। ପେଶାରେ ଶିକ୍ଷକ। ଉତ୍ତମ ଗୁଣର ମଣିଷଟିଏ। ଭଦ୍ର, ନମ୍ର ଓ ପରୋପକାରୀ ମଧ୍ୟ। ସୁଜାତା ଦେବୀଙ୍କୁ ବିବାହ କରିବା ପରେ ସିଏ ଦୁହେଁ ଆଜି ଦିନରେ ଗୋଟେ ଉଦାହରଣ ପାଲଟିଛନ୍ତି। ସେମାନଙ୍କର ଦେହ ସିନା ଅଲଗା କିନ୍ତୁ ହୃଦୟ ଗୋଟିଏ। ପୁଅଟିଏ ଜନ୍ମ କରିଥିଲେ। ତାକୁ ସ୍ନେହରେ ଲିଟୁ ବୋଲି ସମ୍ବୋଧନ କରନ୍ତି। ଭଲ ନା ଲିଟନ ସ୍ୱାଇଁ। ପୁଅ ବି ଏଣ୍ଟ୍ରାନ୍ସରେ ଟପର ହେଲା ଆଉ ଜିଦି ଧରି ବସିଲା କାନାଡ଼ା ଯାଇ ପଢ଼ିବା ପାଇଁ। ରାମବାବୁ କିନ୍ତୁ ରାଜି ନଥିଲେ, କାରଣ ସମାଜର ଗତିଶୀଳ ପରିସ୍ଥିତି ସହ ସେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ତାପରେ ସମୟର ଉତ୍ଥାନ ପତନ ବି ସେ ନିଜ ଆଖିରେ ଦେଖିଛନ୍ତି। ପୁଅର ଜିଦି ଆଗରେ ଦରମାରୁ କାଟି ଲୋନ୍ଟିଏ କଲେ। ମାତ୍ର 12 ଲକ୍ଷ ଟଙ୍କାରେ କାନାଡ଼ାରେ ଖାଇବା, ରହିବା, ପାଠ ପଢ଼ିବା, ଆଡ଼ମିସନ୍ ଏସବୁକୁ ନେଇ ଚିନ୍ତାରେ ଥାଆନ୍ତି ସୁଜାତା ଦେବୀ ଓ ରାମବାବୁ। ଲିଟୁ ଆସି କହି ଉଠିଲା, ବାବା ଘରଟାକୁ ବନ୍ଧକ ରଖି ମୋତେ ଆଉ 26 ଲକ୍ଷ ଟଙ୍କା ଦିଅ, ମୁଁ ସେଠି ସେଟେଲ୍ ହେଲା ପରେ ସୁଝିଦେବିନି। ହେଲେ ରାମବାବୁ ତାଙ୍କର ସ୍ୱପ୍ନର ଘରକୁ ବନ୍ଧା ରଖିବାକୁ ଚାହୁଁନଥିଲେ। ମାତ୍ର ସୁଜାତା ଦେବୀଙ୍କ ଜିଦି ଓ ଗୋଟିଏ ମାତ୍ର ପୁଅର ସ୍ୱପ୍ନ ଆଗରେ ତାଙ୍କ ସ୍ୱପ୍ନର ମୂଲ୍ୟ କିଛି ନଥିଲା। ଲିଟୁ କାନାଡ଼ା ଗଲା ଯେ ଆସି 8 ବର୍ଷ ହେଲାଣି ଫେରିନି। ଶୁଣିବାକୁ ମିଳୁଛି କେଉଁ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଭଲ ପୋଷ୍ଟରେ ଅଛି। ମାତ୍ର ରାମବାବୁ ତାଙ୍କ ପତ୍ନୀଙ୍କ ଜିଦି ଯୋଗୁଁ ଆମ ଛକ କମ୍ପ୍ୟୁଟର ଦୋକାନରେ ସମୟ ସମୟ ଭିଡ଼ିଓ କଲରେ ପୁଅ ସହ କଥା ହୁଅନ୍ତି। ସେଦିନ ହଠାତ୍ କଥା ହେବା ବେଳେ କୁନି ଝିଅ ପିଲାଟିଏ ଆସି ଲିଟୁ କୋଳରେ ବସି ପଡ଼ିଲା। ରାମବାବୁ ଓ ସୁଜାତା ଦେବୀ ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁଥିବା ବେଳେ ସେପଟୁ ଶବ୍ଦଟିଏ ଶୁଣାଗଲା, ମା ମୁଁ ସୋଫିଆକୁ 4 ବର୍ଷ ହେଲା ମ୍ୟାରେଜ୍ କଲେଣି। ଇଏ ଆମ ଝିଅ ଆନି। ବାବା ରାଗିବେ ବୋଲି କହିନଥିଲି। ସୁଜାତା ଦେବୀ କ'ଣ ଗୋଟେ କହିବା ଆଗରୁ ରାମବାବୁ କମ୍ପ୍ୟୁଟର ମାଉସକୁ ଜୋରରେ ମାଡ଼ି ଧରି ଏଣ୍ଡ ବଟନଟିକୁ ଦବେଇ ସାରିଥିଲେ। ସେଇ ଦିନରୁ ସେମାନେ ପୁଅ ସହ ଆଉ କେବେ ବି ଭିଡ଼ିଓ କଲରେ କଥା ହୁଅନ୍ତିନି। ହଁ, ସୁଜାତା ଦେବୀ ଲୁଚି ଲୁଚି ପୁଅ ସହ ତାଙ୍କ ମୋବାଇଲରେ କଥା ହୁଅନ୍ତି। ଲୋନ୍ ସୁଝିବା କଥାକୁ ନେଇ ପୁଅକୁ କହିଲେ ଉତ୍ତରରେ ଲିଟୁ କହି ଉଠେ, ମା ଏତିକି ତ ଦରମା ପାଉଛି, ଏବେ ପରା 20,000 ଟଙ୍କା ପଠେଇଛି, କୋଉଠୁ ଆଣିବି? ଏପଟେ ରାମବାବୁଙ୍କୁ ତାଙ୍କ ପେନ୍ସନ୍ ଟଙ୍କାରୁ ମାସିକ ବ୍ୟାଙ୍କ କିସ୍ତି, ଘର ବନ୍ଧକ ବାକି ଋଣର କିସ୍ତି, ଘର ଖର୍ଚ୍ଚ ଓ ସୁଜାତା ଉଚ୍ଚ ରକ୍ତଚାପ ରୋଗର ଔଷଧ ଖର୍ଚ୍ଚ ବୁଝିବାକୁ ପଡ଼ୁଥିଲା। ଏପଟ ସେପଟ କରି ଚଳି ଯାଉଥିଲେ। ମାତ୍ର ବ୍ୟାଙ୍କର ଋଣ ସୁଝିବା ପରେ ଆଉ ଘରର ବନ୍ଧକ ଋଣ ସୁଝିବା ସମ୍ଭବପର ହେଲା ନାହିଁ। ଘରଟି ନିଲାମ ହେଲା। ଲିଟୁକୁ ଫୋନ୍ ମାଧ୍ୟମରେ ସୁଜାତା ଦେବୀ ଏ କଥା କହିଲା ପରେ ବି ଲିଟୁ ଛୁଟି ମିଳିବ ନାହିଁ ଆଉ 3-4 ବର୍ଷ ପରେ ଆସିବାକୁ କହି ଟଙ୍କାର ଅଭାବ ଦର୍ଶାଇ ଫୋନ୍ କାଟି ଦେଇଥିଲା।
ରାମବାବୁଙ୍କ ଆଖି ଆଗରେ ତାଙ୍କର ଘରଟି ନିଲାମ ହେଲା। ତାଙ୍କ ହାତଗଢ଼ା ସ୍ୱପ୍ନର ମହଲଟା ଆଜି ତାଙ୍କଠାରୁ ଅଲଗା ହେଉଥିବାର ଦୁଃଖ ସହ ଜନ୍ମ କଲା ପୁଅର ସ୍ୱାର୍ଥବାଦୀ ଚରିତ୍ର ସେଦିନ ତାଙ୍କ ବାପ ପଣିଆକୁ ଧିକ୍କାର କରୁଥିଲା। ସ୍ୱାମୀ ସ୍ତ୍ରୀ ଦୁହେଁ ରାସ୍ତାରେ ଯାଉଥିବାର ଦେଖି ରାଣୀ କହି ଉଠିଲା, ସାର୍, ମା କୁଆଡ଼େ ଯାଉଛନ୍ତି? ରାଣୀ ଜିଦି କରି ନିଜ ବାପାଙ୍କ ଭେଟ କରାଇବାକୁ ତାଙ୍କ ଘରକୁ ଡାକିନେଲା। ରାଣୀ ପିଲାଟି ବେଳୁ ମା ଛେଉଣ୍ଡ, ତେଣୁ ତା ବାପା ତାକୁ ଘରେ କାମ କରୁଥିବା ଆୟା ପାଖରେ ଛାଡ଼ି ଚାକିରିକୁ ଯାଆନ୍ତି। ବଡ଼ ଅଫିସର ହୋଇଥିବାରୁ ବଦଳି ଲାଗି ରହେ। ରାମବାବୁଙ୍କୁ ତାଙ୍କର ପାଠପଢ଼ା ଭାର ଦେଇ ଯାଇଥିଲେ, ଆଜି ଫେରିଛନ୍ତି। ରାମବାବୁଙ୍କଠାରୁ ସବୁ କଥା ଶୁଣି ତାଙ୍କ ଘରେ ରହିବାକୁ ବାଧ୍ୟ କଲେ। ମାତ୍ର ସ୍ୱାଭିମାନୀ ମଣିଷଟା ନିଜର ସ୍ୱାଭିମାନକୁ ହତ୍ୟା କରିବାକୁ ଚାହୁଁନଥିଲା। ହେଲେ ରାଣୀର ଜିଦ୍ ଆଗରେ ରାମବାବୁ ରାଜି ହେଲେ ଏବଂ କହି ଉଠିଲେ, ସୁଜାତା, ଲିଟୁ ବଦଳରେ ଏ ରାଣୀ ଆମ ଘରେ ଆମ ଝିଅ ହୋଇ ଜନ୍ମ ହୋଇନଥାନ୍ତା? ଆଖିର ଲୁହକୁ ଲୁଚେଇ ପାରିଲେନି ସ୍ୱାମୀ ସ୍ତ୍ରୀ ଦୁହେଁ। ରାଣୀକୁ କୁଣ୍ଢେଇ ଧରି ଢେର କାନ୍ଦିଲେ। ଏବେ ରାମବାବୁ ରାଣୀ ସହ ଅନେକ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସୁଜାତା ବି ଏ ରାଣୀର ଚପଳତା ପାଖରେ ଲିଟୁକୁ ଫୋନ୍ କରିବା ଭୁଲିଗଲେଣି। ଏବେ ଲିଟୁର କଲ୍ ଆସିଲେ ସୁଜାତା ଦେବୀ ଅଚିହ୍ନା ନମ୍ବର ପରି ଦେଖି ମୋବାଇଲକୁ ଟେବୁଲ ଉପରେ ଥୋଇ ଦେଉଛନ୍ତି। ସମୟ ସ୍ରୋତରେ ସମ୍ପର୍କର ପତ୍ର ଯେପରି ଠିକଣା ଖୋଜି ଚାଲିଛି। ହେଲେ ରାମବାବୁଙ୍କ ଆଖିର ଲୁହକୁ ଆଜି ଯାଏ କେହି ଓଠ ଛୁଇଁବାର ଦେଖିନାହିଁ। ସେମିତି ହସ ଜରଜର ଆଉ ସତେଜ ମୁହଁ। बंधुगण आशा करूछु आपण मानकु ए कहानी निश्चय पसंद आसीथिबो। कहानी पसंद आसीथिले हमर ए चैनल को लाइक एवं शेयर कर दियंतु। हां, जदि हमर ए चैनल को नुवा करी आछिथि चैनल को सब्सक्राइब करबा संगे संगे बेल आइकन को दबेई ऑल बटन को चिपि दियंतु। जेते बेले भी एई बडी वीडियो हम चैनल रे आछिबो सर्वप्रथमे आपण मानक पाखु नोटिफिकेशन जिवो। पुनी देखाइबो आगामी वीडियो रे आ एक नुवा कहानी को नै। सेतबळ पंत रहउछु। जय जगन्नाथ।